କ୍ୟାବିନେଟ୍ରେ 10 ପ୍ରସ୍ତାବକୁ ମଞ୍ଜୁରୀ। ପ୍ରତି ପଞ୍ଚାୟତରେ ହେବ ଆଦର୍ଶ ବିଦ୍ୟାଳୟ। ଭୁବନେଶ୍ୱର ରାଜ୍ୟ କ୍ୟାବିନେଟ୍ରେ 10ଟି ପ୍ରସ୍ତାବକୁ ଅନୁମୋଦନ। ଆଦର୍ଶ ବିଦ୍ୟାଳୟ ପ୍ରସ୍ତାବକୁ କ୍ୟାବିନେଟ୍ ମୋହର। ପ୍ରତି ପଞ୍ଚାୟତରେ ହେବ ଆଦର୍ଶ ପ୍ରାଥମିକ ବିଦ୍ୟାଳୟ। ନାମ ରହିବ ଗୋଦାବରୀଶ ଆଦର୍ଶ ପ୍ରାଥମିକ ବିଦ୍ୟାଳୟ। ବିକଶିତ ଗାଁ ବିକଶିତ ଓଡ଼ିଶାକୁ ମଞ୍ଜୁରୀ। ଷୋଡ଼ଶ ଅର୍ଥ କମିଶନରଙ୍କ ପାଖରେ 12,56,148 କୋଟି ଦାବି କରିବେ ସରକାର। କ୍ୟାବିନେଟ୍ ବୈଠକ ପରେ ସମ୍ବୋଧନ କରି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ପ୍ରତି ପଞ୍ଚାୟତରେ ଆଦର୍ଶ ବିଦ୍ୟାଳୟ। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ 5T ନାଁରେ ରୂପାନ୍ତରଣ କରି ସ୍ମାର୍ଟ ସ୍କୁଲ ଯୋଜନା ଠିକ୍ ନଥିଲା। ଏଥିପାଇଁ ଡିପିଆର୍ ପ୍ରସ୍ତୁତ ହୋଇନଥିଲା କି ଏଷ୍ଟିମେଟ୍ ହୋଇନଥିଲା। ପିଲାମାନଙ୍କ ଭବିଷ୍ୟତ ପ୍ରତି ଏହା ଧୋକା ହୋଇଥିଲା। ତେଣୁ ଆଜି ପ୍ରତି ପଞ୍ଚାୟତରେ ଏକ ଆଦର୍ଶ ବିଦ୍ୟାଳୟ ପାଇଁ ନିଷ୍ପତ୍ତି ହେଲା। ଚଳିତ ବର୍ଷ 114ଟି ପଞ୍ଚାୟତରେ ପ୍ରଥମ ପର୍ଯ୍ୟାୟ ଆରମ୍ଭ ହେବ। ପରବର୍ତ୍ତୀ 4 ବର୍ଷରେ ଅନ୍ୟ ପଞ୍ଚାୟତମାନଙ୍କରେ ହେବ। ଏଥିପାଇଁ ରାଜ୍ୟ ସରକାର 12,000 କୋଟି ଟଙ୍କା ବ୍ୟୟ କରିବେ। ମୋଟ 6,794 ପଞ୍ଚାୟତରେ ଏପରି ଫିଡର ସ୍କୁଲ ଚିହ୍ନଟ କରାଯିବ। ପରବର୍ତ୍ତୀ ଖବର, ବଢ଼ିଲା ଭତ୍ତା ଟଙ୍କା। ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା। ଭୁବନେଶ୍ୱର ମୁଖ୍ୟମନ୍ତ୍ରୀ ମୋହନ ପୁଣି ବଡ଼ ଘୋଷଣା କରିଛନ୍ତି। ବଢ଼ାଇଲେ ଭତ୍ତା। ପାଚକ ଓ ପାଚିକାଙ୍କ ପାରିଶ୍ରମିକ 1,000 ଟଙ୍କା ବୃଦ୍ଧି କରି ତାହାକୁ 3,000 ଟଙ୍କା କରିବା ପରେ ଭତ୍ତା ବଢ଼ାଇବା ନେଇ ପୁଣି ଏକ ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମଙ୍ଗଳବାର ପାଚକ ଓ ପାଚିକାଙ୍କ ପାରିଶ୍ରମିକ ବୃଦ୍ଧି କରିବା ସହିତ ଯବାନଙ୍କୁ ମିଳିଥିବା ସ୍ୱତନ୍ତ୍ର ଭତ୍ତାରେ ଆଖିଦୃଶିଆ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର। ପରବର୍ତ୍ତୀ ଖବର, ଆମକୁ ବି ଦରକାର ସୁଭଦ୍ରା ପଇସା। 157 ଜଣ ପୁରୁଷ କରିଛନ୍ତି ଆବେଦନ। ଭୁବନେଶ୍ୱର ସୁଭଦ୍ରା ଯୋଜନା ନେଇ ଆସିଲା ଚାଞ୍ଚଲ୍ୟ ଖବର। ଯୋଜନାରେ ମହିଳାମାନେ ଆବେଦନ କରୁଥିବା ବେଳେ ବର୍ତ୍ତମାନ ପୁରୁଷମାନେ ବି ଆବେଦନ କରୁଛନ୍ତି। ଏନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇ କହିଛନ୍ତି, ମହିଳାମାନଙ୍କୁ ସଶକ୍ତ କରିବା ପାଇଁ ରାଜ୍ୟ ସରକାରଙ୍କ ଦ୍ୱାରା କରାଯାଇଥିବା ସୁଭଦ୍ରା ଯୋଜନା ପାଇଁ ରାଜ୍ୟର 157 ଜଣ ପୁରୁଷ କରିଛନ୍ତି ଆବେଦନ। ଏହା ମଧ୍ୟରେ କହିଛନ୍ତି ଯେ ଆଧାର କାର୍ଡରେ ଯେତେବେଳେ ବ୍ୟାଙ୍କ ଲିଙ୍କ ଡାଟା ଆସିଲା ସେତେବେଳେ ଏହା ତଥ୍ୟ ସାମ୍ନାକୁ ଆସିଲା। ବେଳେବେଳେ ପୁଅ ନାଁ ଓ ଝିଅ ନାଁ ଏକାଭଳି ଥାଏ। ସେମାନେ ତ୍ରୁଟିରେ ଆବେଦନ କରିଦେଇଥିବେ କିନ୍ତୁ ସେମାନଙ୍କୁ ଏଥିରୁ ବାଦ ଦିଆଯାଇଛି। ଅନ୍ୟପଟେ ରାଜ୍ୟ ବାହାରେ ଥିଲେ ବି ସୁଭଦ୍ରା ପାଇପାରିବେ। ଆବେଦନ କରନ୍ତୁ। ଗଞ୍ଜାମ, ଦେବଗଡ଼ ଏବଂ ପଶ୍ଚିମ ଓଡ଼ିଶାର ବହୁ ମହିଳା ରାଜ୍ୟ ବାହାରେ ଅଛନ୍ତି। ପ୍ରବାସୀ ମହିଳାମାନେ କିପରି ସୁଭଦ୍ରା ଟଙ୍କା ପାଇବେ ସେ ନେଇ ସରକାର ଚେଷ୍ଟା କରୁଥିବା କହିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ଚଳିତ ମାସ ଶେଷ ସପ୍ତାହରେ ସୁଭଦ୍ରା ଟଙ୍କା ପ୍ରଥମ ପର୍ଯ୍ୟାୟର 4ଥ କିସ୍ତି ମହିଳାମାନଙ୍କୁ ମିଳିବ। ପାଖାପାଖି 20 ଲକ୍ଷ ମହିଳା ଏହାଦ୍ୱାରା ଉପକୃତ ହେବେ। ପରବର୍ତ୍ତୀ ଖବର, ଥଣ୍ଡାରୁ ମିଳିବ ଆଶ୍ୱସ୍ତି। ପାରଦ ପ୍ରାୟ 2ରୁ 4 ଡିଗ୍ରୀ ବଢ଼ିବ, ଫଳରେ ଥଣ୍ଡା କମିବ। ପାଣିପାଗ ବିଭାଗ ଏଭଳି ପୂର୍ବାନୁମାନ କରିଛି। 2024 ହେଲା ବିଶ୍ୱର ସବୁଠୁ ଉତ୍ତପ୍ତ ବର୍ଷ। ବୈଜ୍ଞାନିକ କହିଲେ ଆଗକୁ ଲଗାତାର ଆସିବ ବନ୍ୟା ଓ ଝଡ଼ ତୋଫାନ। ସେହିପରି ଥଣ୍ଡା କମିବା ସହ ଘନ କୁହୁଡ଼ି ରହିବ। 2 ଦିନ ରାଜ୍ୟରେ ଘନ କୁହୁଡ଼ି ଦେଖାଯିବ ବୋଲି ଆକଳନ ରହିଛି। ପରବର୍ତ୍ତୀ ଖବର, ଫେବୃଆରୀ 21ରୁ ଆରମ୍ଭ ହେବ ମାଟ୍ରିକ ପରୀକ୍ଷା। ଭୁବନେଶ୍ୱର ଫେବୃଆରୀ 21ରୁ ମାର୍ଚ୍ଚ 6 ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ମାଟ୍ରିକ ପରୀକ୍ଷା। ସମସ୍ତ ବିଷୟର ପାଠ୍ୟକ୍ରମ ବିଦ୍ୟାଳୟ ସ୍ତରରେ ଚଳିତ ମାସ 2 ସୁଦ୍ଧା ଶେଷ ହୋଇଛି। ବିଦ୍ୟାର୍ଥୀଙ୍କ ସହାୟତା ନିମନ୍ତେ ନମୁନା ପ୍ରଶ୍ନପତ୍ର ପରୀକ୍ଷା ଦର୍ପଣ ପୁସ୍ତିକାକୁ ଗଣଶିକ୍ଷା ବିଭାଗ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଉନ୍ମୋଚନ କରିଛନ୍ତି। ପରବର୍ତ୍ତୀ ଖବର, ସ୍କୁଲରେ ମିଶିବ ଅଙ୍ଗନବାଡ଼ି। ପ୍ରାଥମିକ ସ୍କୁଲ ପରିସରରେ ହେବ ଶିଶୁ ବାଟିକା। ନୂତନ ଶିକ୍ଷାନୀତିରେ ପ୍ରାଥମିକ ଶିକ୍ଷା କ୍ଷେତ୍ରରେ ସୁଦୃଢ଼ ଭିତ୍ତିଭୂମି ସୃଷ୍ଟି ଓ ଗୁଣାତ୍ମକ ଶିକ୍ଷା ଉପରେ ଗୁରୁତ୍ୱ ପ୍ରଦାନ କରାଯିବ। ରାଜ୍ୟରେ 10+2 ବ୍ୟବସ୍ଥା ବଳରେ 5+3+3+4 ବ୍ୟବସ୍ଥା ଲାଗୁ କରାଯିବ। ପ୍ରି-ସ୍କୁଲ ଶିକ୍ଷା ଉପରେ ଗୁରୁତ୍ୱ ଦିଆଯାଇ ପିଲାମାନଙ୍କ ପାଇଁ ଶିଶୁ ବାଟିକା ଖୋଲାଯିବ। ଶିଶୁ ବାଟିକାରେ ପିଲାମାନଙ୍କ ଉପରେ ବିନା କୌଣସି ଚାପରେ ସେମାନଙ୍କର ମୌଳିକ ଓ ସଂଖ୍ୟା ଜ୍ଞାନରେ ଗୁରୁତ୍ୱ ଦିଆଯିବ। ଏଥିପାଇଁ ଆଗାମୀ ବର୍ଷମାନଙ୍କରେ ବ୍ୟାପକ ଭିତ୍ତିଭୂମି ସୃଷ୍ଟି କରାଯିବ। ଶିକ୍ଷକ ନିଯୁକ୍ତି, ପାଠ୍ୟପୁସ୍ତିକା ପ୍ରସ୍ତୁତି ଏବଂ ଅନ୍ୟାନ୍ୟ ପାଠ୍ୟପୁସ୍ତକ ଯୋଗାଇ ଦେବା ଉପରେ ଗୁରୁତ୍ୱ ଦିଆଯିବ। କ୍ରମଶଃ ସ୍କୁଲରେ ମିଶିବ ଅଙ୍ଗନବାଡ଼ି। ଶିଶୁ ବାଟିକା ଭାବେ ସ୍କୁଲରେ ଚାଲିବ ଅଙ୍ଗନବାଡ଼ି। ବାଳବାଟିକାକୁ ରାଜ୍ୟର ଶିଶୁ ବାଟିକା କୁହାଯାଉଛି। ପ୍ରଥମ ପର୍ଯ୍ୟାୟରେ ବାଳବାଟିକା 3 ଲାଗୁ ହେଉଛି। ପ୍ରାଥମିକ ସ୍କୁଲ ପରିସରରେ ଶିଶୁ ବାଟିକା ହେବ। ଆସନ୍ତା ଏପ୍ରିଲରୁ ଶିଶୁ ବାଟିକାରେ ନାମଲେଖା ଆରମ୍ଭ ହେବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି। ପରବର୍ତ୍ତୀ ଖବର, ରେଲୱେରେ 32,000ରୁ ଅଧିକ ପଦବୀରେ ନିଯୁକ୍ତି ପାଇଁ ଆବେଦନ ଆରମ୍ଭ। ନୂଆଦିଲ୍ଲୀ ସରକାରୀ ଚାକିରି ଆଶାୟୀଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଅପଡେଟ୍। ଭାରତୀୟ ରେଳବାଇ ଲେବର 1 ଅନ୍ତର୍ଗତ ଗ୍ରୁପ୍ ଡି ପଦବୀ ପାଇଁ ବମ୍ପର ନିଯୁକ୍ତି ଘୋଷଣା କରିଛି। ଏହି ପଦବୀଗୁଡ଼ିକ ପାଇଁ ଆବେଦନ ପ୍ରକ୍ରିୟା ଜାନୁଆରୀ 23, 2025ରୁ ଆରମ୍ଭ ହୋଇଛି। ଆଗ୍ରହୀ ଏବଂ ଯୋଗ୍ୟ ପ୍ରାର୍ଥୀମାନେ ଅଫିସିଆଲ ୱେବସାଇଟ୍ rrba.pply.gov.in କୁ ଯାଇ ଆବେଦନ କରିପାରିବେ। ଅନଲାଇନ୍ ଆବେଦନ ଶେଷ ତାରିଖ ହେଉଛି 22 ଫେବୃଆରୀ 2025।